ଚାଲନ୍ତୁ ଆଜି ସୋୟାବିନରେ ବନେଇବା ସୋୟା କୋପ୍ତା କରି। କଡ଼େଇରେ ଅଳ୍ପ ପାଣି ଦେବା, ସୋୟାବିନ ଦେବା, ଅଳ୍ପ ଲୁଣ ଦେବା, ତାକୁ ନିହାତି 10 ମିନିଟ୍ ଛାଡ଼ିଦେବା ସିଝିବା ପାଇଁ। ତାପରେ ଗୋଟେ ଘୋଡ଼ଣୀ ଘୋଡ଼େଇ ଦେବା। এই କଟୁଣୀ ସାହାଯ୍ୟରେ ମସଲା କିଛି ଛେଚି ନେବା। କଞ୍ଚା ଲଙ୍କା, ରସୁଣ ତାକୁ ଭଲ ଭାବରେ ଛେଚି ନେବା। ଛେଚା ମସଲା ଆମର ରେଡ଼ି ହେଇଗଲା। ସୋୟାବିନ ଆମର ସିଝିଗଲାଣି। ଏବେ ତାକୁ ଛାଣିଦେବା। ତାକୁ ଗୋଟେ ଜାଗାକୁ କାଢ଼ିଦେବା। ନିହାତି 10 ମିନିଟ୍ ଛାଡ଼ିଦେବା ଥଣ୍ଡା ହେବା ପାଇଁ। ସୋୟାବିନ ଏବେ ଆମର ଥଣ୍ଡା ହେଇଗଲାଣି। ତାକୁ ଏବେ ଚିପୁଡ଼ି ଦେବା। ଚିପୁଡ଼ିକି ଗୋଟେ ଗ୍ରାଇଣ୍ଡର ଜାରରେ ଦେବା। ଗ୍ରାଇଣ୍ଡର ଜାର ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରି ନେବା। এইଭଳି ସବୁ ସୋୟାବିନକି ଆମେ ଗ୍ରାଇଣ୍ଡିଙ୍ଗ କରି ନେବା। ଏବେ ସୋୟାବିନରେ ରସୁଣ, କଞ୍ଚା ଲଙ୍କା ଯେଉଁ ଛେଚା ହେଇଥିଲା ତା ସାଙ୍ଗରେ ଦେଇଦେବା। ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇଦେବା। ବେସନ ଚାମଚ ଦେଇଦେବା। ଆରାରୁଟ ପାଉଡର ଚାମଚ ଦେଇଦେବା। ତାପରେ ତାକୁ ଭଲ ଭାବରେ ଗୋଳେଇ ନେବା। ପାଣି ବିଲକୁଲ ବି ଦେବାନି। ଏବେ ଦେଖନ୍ତୁ ଆମର ଏବେ ରେଡ଼ି ହେଇଗଲା। ତାକୁ ଏବେ ଭଲ ଭାବରେ ଏବେ ବଲ୍ ସାଇଜର ତାକୁ ସେପ୍ ଦେଇଦେବା। এইଭଳି ସବୁ ବନେଇଦେବା। ସବୁ ଗୁଡ଼ାକ ଦେଖନ୍ତୁ ମୁଁ ଗୋଲ ବଲ୍ ସାଇଜର ତାକୁ ରାଉଣ୍ଡ ସେପ୍ ଦେଇଦେଲି। ତେଲ ଆମର ଗରମ ହେଇଗଲାଣି। ଏବେ ତାକୁ ଦେଇଦେବା। ଲାଲ ଲାଲ କରିକି ତାକୁ ଆମେ ଛାଣି ନେବା। এইଭଳି ଭାବରେ ଲାଲ ଲାଲ କରିକି ଭାଜି ନେବା। ତରକାରୀ ପାଇଁ ମସଲା ଅଦା, ପିଆଜ, ରସୁଣ, ଟମାଟୋ ଦେଇକି ତାକୁ ଗ୍ରାଇଣ୍ଡର କରିନେବା। କଡ଼େଇରେ ଅଳ୍ପ ତେଲ ଦେବା। ପିଆଜ ଦେବା। ଅଳ୍ପ ସମୟ ଭାଜି ନେବା। ପିଆଜ ଏବେ ହେଇଗଲାଣି। ମସଲା ଦେଇଦେବା। ମସଲା ଗୁଣ୍ଡ ଦେଖନ୍ତୁ ଲଙ୍କାଗୁଣ୍ଡ, ହଳଦୀ, ମେଥି ପତ୍ର, ଧନିଆ ପାଉଡର, ଗରମ ମସଲା ଆଉ ଲୁଣ। ତାକୁ ଭଲ ଭାବରେ କଷି ନେବା। ମସଲାକୁ ଯେତେ କଷିବ ତରକାରୀଟା ସେତେ ଟେଷ୍ଟ ହେବ। ମସଲା ଏବେ ହେଇଗଲାଣି। ମସଲା ପାଣି ଅଳ୍ପ ଥିଲା ଦେଇଦେବା। ମସଲାରେ ନିହାତି ତେଲ ଉଠିଲା ଯାଏ ମସଲାକୁ କଷିବା। ତାପରେ ଜାଣିବା ଯେ ମସଲା ଆମର ରେଡ଼ି ହେଇଗଲା। ଏବେ ଦେଖନ୍ତୁ ମସଲା ହେଇଗଲା। ଏବେ ଗରମ ପାଣି ଦେଇଦେବା। ଭାବରେ ଗୋଳେଇ ଦେବା। ଫୁଟିବା ପାଇଁ ତାକୁ ଛାଡ଼ିଦେବା 5 ମିନିଟ୍। ଏବେ ଚାଲନ୍ତୁ ତରକାରୀ ଆମର ଫୁଟିଲାଣି। ସୋୟାବିନ କୋପ୍ତାକୁ ଦେଇଦେବା। ତାକୁ ଟିକେ ଗୋଳେଇ ନେବା। 5 ମିନିଟ୍ ପାଇଁ ତାକୁ ଘୋଡ଼େଇ ଦେବା। ତରକାରୀ ଦେଖନ୍ତୁ ଆମର ରେଡ଼ି ହେଇଗଲାଣି। ଧନିଆ ପତ୍ର ଦେଇଦେବା। କଞ୍ଚା ଲଙ୍କା ଦେଇଦେବା। ତାକୁ ଭଲ ଭାବରେ ଟିକେ ଗୋଳେଇ ନେବା। ସୋୟାବିନ କୋପ୍ତା କରି ଦେଖନ୍ତୁ ଆମର ଏବେ ରେଡ଼ି। ତାକୁ ଆମେ ରୁଟିରେ ଖାଇପାରିବା, ଭାତରେ ବି ଖାଇପାରିବା। ମାନେ এইଭଳି ନିହାତି ସୋୟାବିନ କୋପ୍ତା କରି ନିହାତି ଘରେ ଟ୍ରାଏ କରନ୍ତୁ। ଆଉ ନିହାତି ଟେଷ୍ଟ ଲାଗିଲେ ମୋ ଭିଡ଼ିଓ ଲାଇକ୍ କରନ୍ତୁ।